ଅଷ୍ଟମ ସ୍କନ୍ଧ ଊନବିଂଶ ଅଧ୍ୟାୟ ଉପବାଚ। ଏଭଳି ଯେ ଅସୁରଙ୍କ ପତି ସ୍ୱଭାବେ ଧର୍ମେ ଥିଲା ମତି। କୁଳ ଆଚାର୍ଯ୍ୟ ବାକ୍ୟ ଶୁଣି ଧର୍ମ ଅଧର୍ମ ମନେ ଗୁଣି। ମୁନି ହୋଇଲା କ୍ଷଣେ ମାତ୍ର ଶିଥିଳ କମ୍ପମାନ ଗାତ୍ର। ଦଣ୍ଡକେ ଗୁରୁ ମୁଖ ଚାହିଁ ମୁଖେ ହରଷ ଭାବ ବଇ। ବଳିରୁ ବାଚ ଭୋଗରୁ ସତ୍ୟ ତୋର କଥା ଗୃହସ୍ଥ ଜନର ବ୍ୟବସ୍ଥା। ଯେ ଧର୍ମ କାମ ଅର୍ଥ ଯଶ ବୃତ୍ତି ସହିତେ ହୁଏ ନାଶ। ଏମନ୍ତ ଧନ ଲୋଭେ ଭାବି ବିପ୍ରକୁ କେମନ୍ତେ ଲଙ୍ଘିବି। ସର୍ବଦେବତା ବିପ୍ର ଦେହେ ବ୍ରାହ୍ମଣ ଦେହେ ବିଷ୍ଣୁ ରହେ। ଏକ ବିପ୍ରକୁ ବଞ୍ଚାଇଲେ ବ୍ରହ୍ମାଣ୍ଡ ଯଶ କରି ଭଲେ। ଲାଧ ବଂଶେ ମୋହିଜାତ ଏକଥା ଜଗତେ ବିଖ୍ୟାତ। କପଟ ପ୍ରାୟ ମାୟା କରି କେମନ୍ତେ ସତ୍ୟ ବାକ୍ୟ ହରି। ପଢ଼ି କପାଳ କର୍ମ ବଳେ ଅଜସ ଲୋଭି ବିଷୟଳେ। ସତ୍ୟ ଉପରେ ଧର୍ମ ନାହିଁ ଏକଥା ପୃଥି ଅଛି କହି। ଧର୍ମରେ ସମ୍ପଦ ପତନେ ନରକେ ନ ତରି ଯେ ସନେ। ସ୍ଥାନେ ଭୋଗ ନାହିଁ ତାପ ବିପ୍ର ଲଙ୍ଘନେ ଯେତେ ପାପ। ଏ ଭୂମି ଛାଡ଼ି ଅନ୍ତକାଳେ ମୁକ୍ତି ପାଇବି ଅନ୍ତରାଳେ। ଏ ଭୂମି ବିପ୍ରେ ବାକ୍ୟ ଦେଇ କେମନ୍ତେ ଲଘିବହି ମୁହିଁ। ପ୍ରାଣୀ କହିତ ସାଧୁ ଜନ ଯେ କରେ ଧନ୍ୟତା ଜୀବନ। ମରିଚି ଆଦି ଋଷି ଯେତେ ପୂର୍ବେ ସାଧବ ସମସ୍ତେ। ପୃଥିବୀ ଆଶା ବଶ କଲେ ସଙ୍ଗତେ କିବା ଘେନି ଗଲେ। ମୋହର ବଂଶେ ଯେ ଦାନବେ ଭୂମି ଗତେ ଥିଲେ ସର୍ବେ। ସର୍ବେ କାଳେ ଅସ୍ତ ହେଲେ ଯଶ ରହିଲା ମହି ତଳେ। ସମରେ ଯେ ବୀର ପଶନ୍ତି ଆତ୍ମବିଚାର ନ କରନ୍ତି। ତୀର୍ଥେ ତ୍ୟଜନ୍ତି ଶରୀର ସ୍ୱଧର୍ମ କରନ୍ତି ବିଚାର। ଯେ ସତ ପାତ୍ରେ ଦିଅନ୍ତି ଦାନ ସେ ସର୍ବ ସାତ୍ୱିକ ଜୀବନ। ସତ୍ୟ ଧର୍ମ ଦୁଇ ଭରି ତୁମ୍ଭ ବଚନ ମନେ ଧରି। ଏ ମୋର ଶରୀର ନଥିବ ଏଥକୁ ସାକ୍ଷୀ ସଦାଶିବ। ବ୍ରହ୍ମାର ବଂଶେ ଜାତ ହୋଇ ଏମନ୍ତ କହ କାହିଁ ପାଇଁ। ମୁଁ ଯେ ଧରଣୀ ଦେବି ଦାନ ଏଥକୁ ସାକ୍ଷୀ ଭଗବାନ। ବେଦ ବିଧାନ ଯେ ଜାଣନ୍ତି ଆତ୍ମାକୁ ସର୍ବଭୂତେ ଚିନ୍ତି। ଅନେକ ଯଜ୍ଞ ମତେ ପୂଜି ଯାର ଚରଣେ ଭାବେ ମଜି। ସେ ହରି ଦୟା ମତେ କରୁ ଅଥବା ଶରୀର ସଂହାରୁ। ତହିଁକି ମୋର ଚିନ୍ତା ନାହିଁ ବିପ୍ରେ ଧରଣୀ ଦେବି ମୁଇଁ। ଅଧର୍ମ ମାର୍ଗ ଯେବେ ମତେ ବିପ୍ର ମାରିବ କୋପ ଚିତେ। ଏ ବ୍ରହ୍ମ ତନୁ ଇଷ୍ଟ ମୋର ମୁଁ ତ ଏହାର ନିର୍ଭୟୀର। ଏବେ ବ୍ରାହ୍ମଣ ରୂପ ଧରି ବିଷ୍ଣୁ ମୋ ସଙ୍ଗେ ବାଦ କରି। ଯେବେ ମାରିବେ ଯୁଦ୍ଧେ ମତେ ମତହୁଁ ଧନ୍ୟ କେ ଜଗତେ। ସୁଖବାଚ ଏମନ୍ତ ଶୁଣି ବଳି ମୁଖେ ସେ ଭୃଗୁ ଅତି ମନ ଦୁଃଖେ। ବଳିର ସତ୍ୟକଳ୍ପ ଦେଖି କ୍ରୋଧେ ଅରୁଣ କରି ଆଖି। କଟାକ୍ଷ ନୟନେ ଅନାଇ ମୁଖେ କି ଅନଳ ଜଳଇ। ଘାତେ କମ୍ପିତ ନିଶ୍ୱାସେ ବଳିକି ସାପ ଦେଲେ ରୋଷେ। ତୁ ସତ୍ୟ ସନ୍ଧନ ଉପମଣି ମୋର ମହିମା ନ ଜାଣି। ବାକ୍ୟ ନକୁଲରୁ ଏ ଦୁଷ୍ଟ ସର୍ବ ସମ୍ପଦ ହେଉ ନଷ୍ଟ। ଏମତେ ଗୁରୁ ସାପ ପାଇ ଧରଣୀ ଦାନେ ମନ ଦେଇ। ବାମନ ବେନି ପାଦ ଧରି ଉଦକ ପୂର୍ବ ପୂଜା କରି। ବଳିର ପତ୍ନୀ ବିନ୍ଧ୍ୟା ବଳି କର୍ଣ୍ଣେ ଭୂଷଣ ରତ୍ନମାଳି। ଉଦକ ପୂର୍ଣ୍ଣ ଘଟ ବେଗେ ଘେନି ମିଳିଲା ସ୍ୱାମୀ ଆଗେ। ବଳି ବାମନ ପାଦ ଯୁଗେ ଜଳ ଢାଳିଲା ନେଇ ବେଗେ। ପାଦ ଉଦକ ଘେନି ଶିରେ ଆନନ୍ଦେ ପୁଲକ ଶରୀରେ। ସେ ଜଳ ଭୁବନ ପାବିନି କାନ୍ତ କାମିନୀ ସଙ୍ଗେ ଘେନି। ତାର୍ଥ ହୋଇ କର ଯୋଡ଼ି ଚରଣେ ପୁନ ପୁନ ପଡ଼ି। ଏ ଆନନ୍ଦ ସାଗରେ ବୁଡ଼ିଲେ ଶୂନ୍ୟ ଯେ ଦେବେ ଶୁଣୁଥିଲେ। ଗନ୍ଧର୍ବ ଗଣ ବିଦ୍ୟାଧର ସିଦ୍ଧି ଚାରଣ ଯେ କିନ୍ନର। କରନ୍ତି ଜୟ ଜୟ ବାଣୀ କୁସୁମ କଳ୍ପ ବୃକ୍ଷ ଆଣି। ତୃଣ ମନ୍ଦାକିନୀ ବାରି ପୁଷ୍ପ ବରଷି ସ୍ତୁତି କରି। ସହସ୍ର ଦୁନ୍ଦୁମି ଶବଦେ କମ୍ପଇ ଚତୁର୍ବିଧ ବାଦେ। ନୃତ୍ୟ କରନ୍ତି ଅପସରି ମଙ୍ଗଳ ଗୀତେ ନାଦ ଭରି। ଆଗ ହୋଇଲା ତାର ରାଣୀ ବଳି ଯେ ଘେନି କୁଶ ପାଣି। ବେଦ ବଚନେ ବାକ୍ୟ କରି ସ୍ୱାମୀ କାମିନୀ ମୋଦ ଭରି। ବ୍ରାହ୍ମଣେ କରି ସ୍ତୁତି ନାଦ ଧରଣୀ ଦେଲା ତିନି ପାଦ। ଆତ୍ମା ସନ୍ତୋଷେ ଯେତେ ଧନ ଦକ୍ଷିଣା ଦେଲା ଯଜମାନ। ଏ ତାର ଦୁର୍ଲଭ କର୍ମ ଶୁଣି ଦେବେ କରନ୍ତି ଜୟ ବାଣୀ। ବାମନ ହସ୍ତେ ଜଳ ଘେନି ପାଦକେ କମ୍ପିଲା ମେଦିନୀ। ବାମନ ବଳି ମୁଖ ଚାହିଁ ବୋଇଲେ ଆଉ ମହି କାହିଁ। ବଳି ବୋଇଲେ ଦେବୀ ସ୍ୱର୍ଗ ବାମନ ପାଦ ଦେଲେ ବେଗ। ଦ୍ୱିତୀୟ ପାଦେ ସ୍ୱର୍ଗ ଢାଙ୍କେ ଘୋର ଶବଦେ ଦିଗ କମ୍ପେ। ଅଦ୍ଭୁତ ବାମନ ଶରୀର ପୁରିଲା ସ୍ୱର୍ଗ ଅଭ୍ୟନ୍ତର। ବଳି ଯେ ଆଶ୍ଚର୍ଯ୍ୟ ଚକିତେ ପ୍ରବେଶ ବାମନ ଅଗ୍ରତେ। ଦେଖଇ ବାମନ ଶରୀର ଦେବ ମାନବେ ଅଗୋଚର। ନିର୍ଗୁଣ ଆତ୍ମା ସେ ସ୍ୱଭାବେ କିବା ଉପମା ଦେବା ଏବେ। ବେଣୀ ଚରଣ ଭୂ ଆକାଶେ ପର୍ବତ ଗଣେ ଜଙ୍ଗ ଦେଶେ। ବିହଙ୍ଗ ଗଣେ ଜାନୁ ମୂଳେ ଉଡ଼ନ୍ତି ଯେନେ ଅନ୍ତରାଳେ। ସନ୍ଧ୍ୟା ଦିଶଇ ବସ୍ତ୍ର ପ୍ରାୟେ ମରୁତ ଗଣ ଉରୁଦୟେ। ଏ ଗୁହ୍ୟରେ ପ୍ରଜାପତି ଦିଶେ ଜଗନ ତଳରେ ରାକ୍ଷାସେ। ନାଭି ପ୍ରଦେଶେ ନଭ ଦିଶେ ସପତ ସିନ୍ଧୁ କୁକ୍ଷି ଦେଶେ। ଏ ଉରେ ବିରାଜେ ତାରାଗଣ ଯେନେ ଅଳଙ୍କାର ଭୂଷଣ।
ଧର୍ମ ବିଚାର ହୃଦ ମଧ୍ୟରେ ନିଜ ଶରୀର ଧୌର୍ଦେ ଥନ ମଣ୍ଡଳେ ଋତ ସତ୍ୟ ମନ ପ୍ରକାଶେ ନିଶାନାଥ କମଳ ହୃଦୟ ବିରାଜେ କମଳ ବେନି ହସ୍ତେ ସାଜେ ଏ କଣ୍ଠେ ବିରାଜେ ସାମବେଦ ରସ ପ୍ରକାଶେ ଅନୁପଦ ଦେବତାଦି ଦିଗ ପାଳେ ଦିଶନ୍ତି ଭୁଜ ଅନ୍ତରାଳେ ଗଗନ ଦିଶେ ଶିର ଦେଶେ ମେଘେ ବସନ୍ତି କେଶ ପାଶେ ନାସିକା ମଧ୍ୟରେ ବହେ ଶ୍ୱାସ କର୍ଣ୍ଣେ ବିରାଜେ ସର୍ବଦିଶ ବେନି ଲୋଚନେ ରବି ଦିଶେ ବଦନେ ଅନଳ ପ୍ରକାଶେ ବାଣୀରେ ସପ୍ତ ଛନ୍ଦ ଦିଶେ ଜିହ୍ୱାରେ ବରୁଣ ପ୍ରକାଶେ ବିଧି ଯେ ନିଷେଧ ଭୂଦେଶେ ରାତ୍ର ଦିବସେ ପକ୍ଷେ ଦିଶେ କ୍ରୋଧ ଲଲାଟେ ପ୍ରକାଶ ଅଧର ଯେସେ ଲୋଭ ବଇ ପରଶେ କନ୍ଦର୍ପ ରହି ଯେତେ ସଲିଳ ବିରାଜଇ ଧର୍ମ ପୃଷ୍ଠ ଦେଶେ ରହେ କ୍ରମଶଃ ମାର୍ଗ ଜାଗ ସ୍ୱୟଂ ଛାୟାରେ ମୃତ୍ୟୁ ବିରାଜଇ ଅସିତ ମାୟାରେ ବସଇ ନଦୀ ସମୂହ ନାଡ଼ି ଦେଶେ ଶିଳା ସମୂହ ନଖେ ବସେ ଏ ବ୍ରହ୍ମା ବିରାଜେ ବୁଦ୍ଧି ମଧ୍ୟରେ ପ୍ରାଣେ ଦେବତା ଋଷି ସାଧେ ସ୍ଥାବର ଜଙ୍ଗମ ସହିତେ କୀଟ ପତଙ୍ଗ ଦିଶେ ଗାତ୍ରେ ସର୍ବାଙ୍ଗେ ଦିଶେ ତିନି ପୁର ଦେବ ମାନବେ ଅଗୋଚର ନିଜ ଆୟୁଧ ଚତୁର୍ଭୁଜେ ଶଙ୍ଖ କମଳ ଚକ୍ର ସାଜେ ଗଦା ସାରଙ୍ଗ ଶିକର ତୃଣ ଅକ୍ଷୟ ବାଣ ଧର ସୁନନ୍ଦ ମୋକ୍ଷ ପାଇ ସାଧେ ସ୍ୱରୂପେ ସ୍ତବନ ଆନନ୍ଦେ ଦିଗ ଉଭାରି ଦିଗ ପାଳେ ମୁନି ବିବୁଧ ଅନ୍ତରାଳେ କିରୀଟ ଗଦ ଉଜ୍ଜଳ ଶ୍ରବଣେ ମକର କୁଣ୍ଡଳ ଶ୍ରୀବତ୍ସ ଚିହ୍ନ ବନମାଳା କଟିରେ ସୁବର୍ଣ୍ଣ ମେଖଳା ବନମାଳାର ଗନ୍ଧ ବାସେ ଭ୍ରମର ଉଡୁଛନ୍ତି ପାଶେ ପାଦକେ ଧରଣୀ ପୁରିଲା ଦ୍ୱିତୀୟ ସ୍ୱର୍ଗଗ୍ରସ୍ତ ହେଲା ପୁରିଲା ଚତୁର୍ଭୁଜେ ଦିଗ ଶରୀରେ ପୁରେ ନଭ ମାର୍ଗ ଏମନ୍ତ ବାମନର ଦେଇ ତୃତୀୟ ପାଦ ଠାବ ନାହିଁ ମହତ ଜନ ତପଲୋକ ଲୁଚିଲା ବାମନ ମସ୍ତକ ପୋଲୋଇ ବିପ୍ର ଜଗନ୍ନାଥ ଦୂତ ବାମନ ଚରିତ ଜନେ ଶିଣ ଏକ ଚିତେ ଭାଷା ପ୍ରବନ୍ଧେ ଭାଗବତେ ବଳି ବାମନ ଏ ପ୍ରସ୍ତାବ ଶୁଣି ତ୍ରିତାପୁ ନିସ୍ତରିବ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତାଂ ବୟାସିକ୍ୟାମ୍ ଅଷ୍ଟମ ସ୍କନ୍ଧେ ବାମନ ବିଶ୍ୱରୂପ ଦର୍ଶନେ ନାମ ঊনবিଂশ অধ্যায়ম। बोल आनंदे कवार हरि हरि बोल।